आज क्लास रो टिके फीडबैक नवा तापर ब्लेसिंग नहीं कंप्लीट करियो आज। परमेश्वर सर सद स्टार्ट करिया प्रथमे। आपन नेटवर्क ठीक अछि सर आज? ଆଜ୍ଞା ସାର୍ ଠିକ आज्ञा ଅଛି। ଆଜ୍ଞା ଠିକ ଅଛି। ठीक अछि। कुहतु आज क्लास केमति लागला? ବହୁତ ବଢିଆ ଲାଗିଲା। रीजन ମୋର ଅନୁଭବ ଜିନିଷ ଗୁଡାକ ଆପଣ କହିଲେ। ଆପଣଙ୍କର ଅନୁଭବ ଜିନିଷ କଣ ଗୁଡାକ କହିଲେ ସାର୍? ବୋଲି ଭଲ ଲାଗିବାର ରିଜन କଣ? ଆପଣ ବି ସେୟାର କଲେ। ଆଜ୍ଞା ଭଲ ଲାଗିବାର ରିଜନ ହଉଛି ଯେ କି ମୋ ନିଜ ଆଗରୁ ଅନୁଭବ ହେଇଥିବା ଜିନିଷଟା ମେଡିଟେସନ ରେ ସେଇଟା ଆପଣ କହିଲେ। ଯୋଉ ଯୋଉ ଜିନିଷ ଗୁଡାକ ଗୁରୁ କେହି ନଥିଲେ ମୁଁ ମେଡିଟେସନ କରୁଥାଏ। ଏ ସବୁ ଘଟଣା ଗଛ ସହିତ କଥା କହିବା ଘଟିଛି ମୋ ସହିତ। ବା ଏଇ ଯୋଉ ମୋ ଇସାରାରେ ଗଛର ପତ୍ର ହଲିବା ଏଗୁଡା ମୋ ଜୀବନରେ ଘଟିଛି। କିନ୍ତୁ ସେତେବେଳେ ଗୁରୁ କେହି ନଥିଲେ ଯାହା ଦ୍ଵାରା କି ମୁଁ ସେଇଟା କନଫ୍ୟୁଜ ହେଇଯାଇଥିଲି। ଏବେ ସେଇ ଜିନିଷ ଆପଣ ଶିକ୍ଷା ଦେଲା ବେଳକୁ ବହୁତ ବହୁତ ବଢିଆ ଲାଗୁଛି। ତେଣୁ ଗୋଟେ ସାର୍ କିଛି ଆପଣଙ୍କୁ ନୁହଁ। ବହୁତ ବହୁତ ଧନ୍ୟବାଦ। ହଁ ଯାହା ବି ହେଲେ ଯାହା ବି ହେଲେ ଛୋଟ ଛୋଟ ଜିନିଷ ହେଲେ ବି ଆମର ବହୁତ କିଛି ଶିଖିବାର ଅଛି। ଜଣେ ଗୁରୁ ହେଲେ ଶୀଘ୍ର ଶୀଘ୍ର ମିଳିଯାଏ। ଏଇଟା ହଉଛି ବଡ ଜିନିଷ। ରାଇଟ ରାଇଟ ରାଇଟ। ଏଇଟା ସବୁ ମୁଁ ବ୍ୟବହାର କରିଥିଲି, ପ୍ରତ୍ୟେକ ଜିନିଷ ଜୀବନରେ ବ୍ୟବହାର କରିଥିଲି, କିନ୍ତୁ କଣ ହଉନା ଗୋଟେ ସମୟ ଆସେ ଆ ଆମକୁ ଉପରକୁ ଉପରକୁ ଯିବାର ଅଛି ନା କି ଗୋଟିଏରେ ରହିଯିବା ଷ୍ଟକ୍ ହେଇକି। ନା ତେଣୁକରି ନା ସେ ତାକୁ ତ ସତ। ତାକୁ ଜୀବନରେ ଆମକୁ ଜଣା, ସେ ପାଠ୍ୟକ୍ରମ ଜଣା, ଯେତେବେଳେ ଚାହିଁବା ଆମେ ତାକୁ ଆଜ୍ଞା ଆଜ୍ଞା ଜୀବନରେ ବ୍ୟବହାର କରିପାରିବା। ମୁଁ ଚାହିଁଲେ ମୋ ଆଜ୍ଞା ପାଖରେ ସେଇ ବି ଡିଭାଇନ ପାୱାର ଅଛି, ମୁଁ ଗଛ ବି ହଲେଇ ଦିଏ ପୁରା। କିନ୍ତୁ ସମୟ ଆସିନି ଆପଣ ମାନଙ୍କୁ ଆଜ୍ଞା ସେଟା ଦେଖେଇବା ପାଇଁ। ରାଇଟ। ଆଜ୍ଞା ଯୋଉ ଆଜ୍ଞା ଯାହା ଯୋଉ ମୁଁ ମ୍ୟାଗ୍ନେଟିଜମ ଯୋଉ ପାଠ୍ୟକ୍ରମ, ଇଲୁମ ଗେଣ୍ଡମ ଯୋଉ ପାଠ୍ୟକ୍ରମ, ମୁଁ ଆଜ୍ଞା ସେ ମାଧ୍ୟମରେ ଗଛ ବି ପୁରା ଗଛ ପୁରା ମୂଳରୁ ହଲିବ। ଆକାଶରେ ବାଦଲକୁ ମୁଁ କ୍ଲିନ କରେଇଦେବି। ବହୁତ ଜିନିଷ ଅଛି, ଗୋଟା ସବୁ କହିଲେ ଆପଣ ଶୁଣିଲେ ମ୍ୟାଜିକ ଭଳିଆ ଲାଗିବ। କିନ୍ତୁ ମ୍ୟାଜିକ ସେଠି ନୁହେଁ ଆପଣ ସାର୍ ମୋ ଜଣେ ନିଜ କହିଲେ, ଅନୁଭୂତି। ଶୁଣନ୍ତୁ ଆପଣ ଜଣେ କହିଲେ ଯେ ମୁଁ ବି ସାର୍ ଗଛଙ୍କ ସହିତ କନେକ୍ଟ କରିପାରୁଛି। କିନ୍ତୁ ଆଜ୍ଞା ଅନ୍ୟମାନେ ଯେତେବେଳେ ଶୁଣୁଛନ୍ତି ଯାହା ଗଛ ସହିତ କଥାବାର୍ତ୍ତା ହେଇପାରୁଛନ୍ତି ସାର୍, ଏଇଟା ଠିକ ନୁହଁ, ଏଇଟା ଭୁଲ ଭୁଲ। ମନରେ ଏମିତି ଆସୁଥିବ, ଆପଣଙ୍କ ଲଜିକ ମାଇଣ୍ଡ ଆପଣଙ୍କୁ କହୁଥିବ, କିନ୍ତୁ ସେ ହିଁ ସତ୍ୟ। କାହିଁକିନା ଆପଣଙ୍କ କିନ୍ତୁ ପାଖରେ ମୁଁ ନଲେଜ ଅଭାବ, ଆପଣ ଜାଣିନାହାନ୍ତି। ତେଣୁକରି ଆପଣଙ୍କ ଆଜ୍ଞା ମାଇଣ୍ଡ ରୁ କୋଶ୍ଚିନ୍ ଆସିବ ନିହାତି ଯେ ସାର୍ ଏଇଟା ସମ୍ଭବ ନୁହଁ। ମୁଁ କହୁଛି ନା ଦୁନିଆରେ ସବୁ କିଛି ସମ୍ଭବ, ସବୁ ହଁ କରିପାରିବା। ସାର୍ ନିଜ ଏନର୍ଜି ଉପରେ ସବୁ କିଛି ସମ୍ଭବ ହୋଇପାରେ। ସବୁ ସମ୍ଭବ। ମୁଁ ଖାଲି ଏଇଟା ଗଛକୁ ନିଶ୍ଚିତ। ଦେଖିବି ଗଛ ହସିବେ। ମାନେ ସେ ମାନେ ମଣିଷ ସିନା ହସିଲେ ଦାନ୍ତ ଦେଖା ହଉଛି, କିନ୍ତୁ ଗଛ ହସିଲେ କଣ ହଉଛି, ସିଏ ଡାଳ ହଲିଯିବ। ଏପଟେ ସେପଟେ ଦୋହଲିବେ। ହଁ। ହଁ ତେଣୁ ଅଛି, ଏଇଟା ତ ମୁଁ ଜାଣିଛି। ଏଟା ସବୁ ଅଛି, କିନ୍ତୁ ଆମେ ଆଜ୍ଞା ତା ସାର୍ ପାଇଁ ଶିଖିବାର ଅଛି। ଆମ ଜୀବନରେ ଯଦି ଆମ ଉଦ୍ଦେଶ୍ୟ ରଖି ଗୁଡା ଶିଖିବା, କିଛି ମୁଁ ତ କଷ୍ଟ ଚେଷ୍ଟା ନ କଲେ କରିବି। ସାର୍ ଆଜ୍ଞା କିଛି କଷ୍ଟ, ମୁଁ କହୁଛି କିଛି କଷ୍ଟ ନ କଲେ କିଛି ଫଳ ମିଳିବନି। ଏଇଟା ନିଶ୍ଚିତ। ହଁ ନିଜକୁ ହଁ କଷ୍ଟ କରିବା ପାଇଁ ପଡିବ। ରାଇଟ ଅଭ୍ୟାସରେ ଜାରି କରିବା ପାଇଁ ପଡିବ। ରାଇଟ ରାଇଟ। ଦେଲେ ସବୁ ତେଣୁକରି ସମ୍ଭବ ହେଇପାରିବ। ଏଞ୍ଜେଲ ୱିସ୍ ଏଞ୍ଜେଲ ଯଦି ଚାହିଁବେ ନିଶ୍ଚୟ ଏ ପାଠ୍ୟକ୍ରମ ସବୁ ଆପଣଙ୍କୁ ଶିଖେଇବା ପାଇଁ ମୁଁ ଦେବି। ବଟ୍ ଯୋଉ ଠିକ ପର୍ଯ୍ୟନ୍ତ ଅଛି ମତେ ଠିକ। ଡିଭାଇନ ଗାଇଡେନ୍ସ ନ ମିଳିଥିବ, ଡିଭାଇନ ଟାଇମ ନ ଆଜ୍ଞା ଆସିଥିବ, ସେ ପର୍ଯ୍ୟନ୍ତ ମୁଁ ଯେତିକି ଆଜ୍ଞା ମତେ ଆଲାଉ କରାଯାଇଛି, ମୁଁ ସେତିକି ଜିନିଷ ଆପଣ ମାନଙ୍କ ପାଖରେ ହିଁ ଉପସ୍ଥାପନା କରିପାରିବି। ରାଇଟ। ଠିକ ଅଛି ଆପଣ ନହେଲେ ମୁଁ ଆପଣଙ୍କ ପାଖକୁ ଆଡ୍ରେସ ନେଇକି ମୁଁ ପଳେଇବି। ଆଚ୍ଛା ମତେ କୁହନ୍ତୁ, ମୁଁ ଭୁବନେଶ୍ୱରରେ ଆଜ୍ଞା ଆପଣ ମାନଙ୍କୁ ନେଇକି ଗୋଟେ ଗେଟ ଟୁଗେଦର ପ୍ରୋଗ୍ରାମ କରିବି, ଆପଣ ମାନେ ଆସିବେ? 100% ସାର୍ ଯିବି। କିଏ ଆସିବ ହାତେ ହ୍ୟାଣ୍ଡ ରେସ କରନ୍ତୁ, ମୁଁ ଦେଖିବା ପାଇଁ ଚାହେଁ। ଓକେ 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 ମାନେ ସମସ୍ତେ ଆସିବେ, ୱାଓ। ବହୁତ ମଜା ଆସୁଛି, ବହୁତ ଖୁସି ଲାଗୁଛି। ହଁ ତ ମୁଁ ଏଞ୍ଜେଲଙ୍କ ଉପରେ ଛାଡି ଦେଇଛି। ସାର୍ ଏଞ୍ଜେଲ ସାର୍ ଯୋଉ ଇଏ ଯୋଉ ଜିନିଷ ହଉଛି ଡେଟ୍ ଦେବେ, ପ୍ରକୃତରେ ସେ ଅଲଗା ଡେଟ ଜିନିଷ। ରେ ମୁଁ ନିଶ୍ଚୟ ଗୋଟେ ପ୍ରୋଗ୍ରାମ କରିବି, ଆପଣ ମାନଙ୍କୁ ଡକେଇବି। ଏଣ୍ଟାୟାର ଡେ ଆମେ ରହିବା, ପୁରା ଫୁଲ ଏଞ୍ଜୟ କରିବା। ଭୁବନେଶ୍ୱରରେ ଗୋଟେ ଭଲ ହୋଟେଲ ନେବା, ଖାଇବା ପିଇବା, ଏଞ୍ଜେଲ ସହିତ ମସ୍ତି କରିବା, ରାଇଟ। ନୂଆ କିଛି ନଲେଜ ଶିଖିବା, ଚେଷ୍ଟା କରିବି। ଆଜ୍ଞା ବାକି କେବେ ସେ ଡେଟ୍ ସେ ଏଞ୍ଜେଲ ଦେବେ ମୁଁ ଜାଣିନି। ବଟ୍ ଯେବେ ଦେବେ ମୁଁ ଆପଣ ମାନଙ୍କ ସହିତ, ମୋ ସହିତ ରୁହନ୍ତୁ। ନିଶ୍ଚୟ ଆପଣଙ୍କୁ ଇନଫର୍ମ କରିବି। ଆପଣ ମାନେ ଆସନ୍ତୁ, ମଜା କରିବା ସେଦିନ। ଓକେ। ଆଜ୍ଞା ଚାଲନ୍ତୁ। ଆଜ୍ଞା। ସାର୍ ରଘୁନାଥ ସାର୍, ଆପଣ ଟିକେ କୁହନ୍ତୁ ଆଜି କ୍ଲାସ କେମିତି ଲାଗିଲା? ସାର୍ ବହୁତ ଏକ୍ସଲେଣ୍ଟ।
କ୍ଲାସ୍। ଆଉ କାହିଁକି ସାର୍ ଆକ୍ସିଡେଣ୍ଟ? ହଁ ସାର୍ ମୁଁ ସେଇ କଥା କହୁଛି। ସାର୍ ମାନେ ପ୍ରକୃତରେ ଆମେ ମାନେ ଯୋଉଟା ଅନୁଭବ କରୁଥିଲୁ ଏବଂ ଇଏ କରୁଥିଲୁ, ତାର ଆକ୍ଚୁଆଲି ଚ୍ୟାନେଲ ଆମେ ପାଉନଥିଲୁ। ସେଇ ଯୋଉ ଜିନିଷଟା ଆଚ୍ଛା। ଆମର ଯୋଉ ଭାଇ ଆପଣ କହିଲେ, ସେଇ କଥାରେ ଆମେ ଆକ୍ଚୁଆଲି ବହୁତ ମାନେ ଜିନିଷଟା ଆମେ ଅନୁଭବ କରିପାରୁଥିଲୁ, ବହୁତ ଇଏ କରିପାରୁଥିଲୁ ଏବଂ ବହୁତ କିଛି ଜାଣି ହଉଥିଲା, କିନ୍ତୁ ଚ୍ୟାନେଲ କିଛି ପାଉନଥିଲୁ। ଯୋଉଟା କି ପ୍ରକୃତରେ ଏଇଟା ହୁଏ କି ନ ହୁଏ, କି ମାନେ ମେଜିକ ଯୋଉଟା ପ୍ରକୃତରେ ମାନେ ଆମେ ଯୋଉଟା ଭାବୁଛୁ ସେଟା ହେଇଯାଉଥିଲା କିଏ ହଉଥିଲା, ସେ ଜିନିଷଟା ଆମେ ବର୍ତ୍ତମାନ ସେଟାକୁ ପୁରା କ୍ଲିୟର କ୍ଲାରିଟି ଆସିଯାଉଛି। ଯୋଉଟା କି କ୍ଲାରିଟି ଯୋଉଟା ଇଣ୍ଟେନସନ ଇଏ ହେଲେ ଯୋଉଟା ହୁଏ ସକ୍ସେସ, ସେଟା ବର୍ତ୍ତମାନ ଆମକୁ ଅନୁଭବ କରିପାରୁଛେ। ଗୁଡ୍ ଗୁଡ୍, ବହୁତ ବହୁତ ଧନ୍ୟବାଦ। କିନ୍ତୁ ସମ୍ପର୍କ ରଖନ୍ତୁ, ହାତ ଛାଡନ୍ତୁ ନାହିଁ, ମୁଁ ଆପଣଙ୍କୁ ସାର୍ ଛାଡିବାର ନାହିଁ। ବହୁତ ଜିନିଷ ଆଗକୁ ଆଗକୁ ଶିଖିବାର ଅଛି, ରାଇଟ୍। ସାର୍ ଆଉ ସାର୍ ମୁଁ ଚେଷ୍ଟା କରିବି ଆପଣଙ୍କ ଜୀବନରେ କିଛି କିଛି ଭ୍ୟାଲ୍ୟୁ ଆଡ୍ କରିକି, ମୁଁ ଯେମିତି ମୋ ଜୀବନରେ କିଛି ଗୋଟେ ଉନ୍ନତ ଜାଗାକୁ ଯାଇପାରିଛି, ଆପଣ ବି ୟା ମାଧ୍ୟମରେ ଆ ଯାଆନ୍ତୁ, ରାଇଟ୍। ନିଜ ଜୀବନରେ ଗୋଟେ ଅଲଗା ପୋଜିସନକୁ ଯାଇକି ନିଜକୁ ଗୋଟେ ପରିବର୍ତ୍ତନ ଦେଖନ୍ତୁ। କାହିଁକିନା ପରିବର୍ତ୍ତନ ହିଁ ନେଚର। ସବୁବେଳେ ସମସ୍ତେ ଗୋଟେ ଜାଗାରେ ରୁହନ୍ତି ନାହିଁ, ସମୟ ଅନୁସାରେ ନିଜେ ପରିବର୍ତ୍ତନ ହେବାକୁ ପଡୁଛି। ସେଟା ୟୁନିଭର୍ସର ଗୋଟେ ବାଇ ଡିଫଲ୍ଟ ପାର୍ଟ। ତେଣୁ ତାକୁ କେହି ଆମେ ରୋକି ପାରିବେନି, ବଟ୍ ଆମେ ଗୋଟେ ଉଦ୍ଦେଶ୍ୟ ରହିବା ଦରକାର, ଆମେ ପରିବର୍ତ୍ତନ ହେବା କିନ୍ତୁ ଗୋଟେ ଡିଫରେଣ୍ଟ ୱେରେ ହେବା, ରାଇଟ୍। ହୁଁ ଆମେ ନେଚର ସାର୍ ସହିତ ତ ହେବା ହେବା, କିନ୍ତୁ ନେଚର ଯୋଉ ମାଧ୍ୟମରେ ଆମକୁ ପରିବର୍ତ୍ତନ କରୁଛନ୍ତି, ଆମେ ତାର 10 ଟାଇମ୍ ଗ୍ରୋଥ ନେବା, ସେ ଉଦ୍ଦେଶ୍ୟ ସିଓର ରଖିକି ଆମକୁ ଯିବାର ଅଛି ଆଗକୁ। ଓକେ। ସିଓର ସିଓର ସାର୍। ଓକେ, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ ସାର୍। ରାଜଗୋପାଳ ମହାପାତ୍ର, କୁହନ୍ତୁ ଆଜିର କ୍ଲାସ କେମିତି ଲାଗିଲା? ସାର୍ କ୍ଲାସ୍ ବହୁତ ବଢିଆ ଥିଲା ସାର୍। ଆଉ ମାନେ ଯୋଉଗୁଡା ଆମେ ଫିଲ୍ କରିଛୁ, ମାନେ ରିମାଇଣ୍ଡ ହେଇଗଲା ଭଳିଆ ଯୋଉଗୁଡା ଲାଇଫରେ ହେଇଯାଇଛି, ମୁଁ ମାନେ ଫିଲ୍ କରିଛି ନିଜର ଥଟ୍ ପ୍ରୋସେସ କୁ ଚେଞ୍ଜ କରିବା। ଆଉ ମାନେ ଆସୁଛି ମନ ଭିତରେ ଏହା କରିବା ପାଇଁ, କିନ୍ତୁ ତାକୁ ବହୁତ ବ୍ଲକେଜ କରିଦଉଥିଲି, ଏଭଏଡ କରିଦଉଥିଲି। ଆଉ ମୁଁ ଏଇନା ବୁଝୁଛି ଆକ୍ଚୁଆଲି ସେଇଟା ଆଭଏଡ କରିବା ଠିକ ନୁହଁ। କଣ ପାଇଁ ସେଇ ସମୟରେ ସେଇ ଜିନିଷଟା ମାଇଣ୍ଡରୁ ଆଉଟ ହେଇଗଲେ ଆଉ ନେକ୍ସଟ ଟାଇମ ଆସିବାଟା ବହୁତ ଡେରି ହୁଏ, ନ ବି ଆସିପାରେ। ଯୋଉଟା ଆପଣ କହିଲେ ବହୁତ ବଢିଆ ଜିନିଷ, ମାନେ ଯେତେବେଳେ ଯୋଉଟା ମନେ ପଡୁଛି, ଯୋଉଟା ଯେତେବେଳେ ଆସୁଛି ମାଇଣ୍ଡ କୁ, ଯେତେବେଳେ ଏଞ୍ଜେଲ ଦଉଛନ୍ତି, ସେଟା କରିବା ନିହାତି ଦରକାର। ଆଉ କରିଦେଲେ ପରେ ହଁ ନିଜକୁ ଖରାପ ଲାଗିବନି ଯେ ହଁ ମୁଁ ଏଇଟା କରିନି ବୋଲି, ଆଉ କରିନଥିଲି ବୋଲି ଏଇ ଜିନିଷ ଟା ମୋର ହେଲାନି। ତେଣୁ ସେଇଟା ତ ଆମ ହାତରେ ନାହିଁ, ମାନେ ଭବିଷ୍ୟତ କଥା କିଏ ଜାଣିଛି କେତେବେଳେ କଣ ହବ। ତେଣୁ ଏବେ ଯୋଉଟା ଆସୁଛି ନିହାତି ମୋ ପାଇଁ ଭଲ ହିଁ ହେଇଥିବ। ଆଉ ଏଇଆ ତ ବହୁତ ବଢିଆ ଲାଗିଲା ସାର୍। ବହୁତ ବଢିଆ ଜିନିଷ ଜାଣିବା ପାଇଁ ମିଳିଲା, ଶିଖିବା ପାଇଁ ମିଳିଲା। ଆଉ ମୋ ଲାଇଫରେ ମୁଁ ତାକୁ ନିହାତି ଇମ୍ପ୍ଲିମେଣ୍ଟ କରିବି, ମୋ ଫ୍ୟାମିଲିକୁ ନେଇକି, ମାନେ ମୋର ଫ୍ରେଣ୍ଡ ସର୍କଲକୁ ନେଇକି ମୁଁ ନିହାତି ସାର୍ ମୋ ଫିଲିଙ୍ଗ ସେୟାର କରିବି ସାର୍। ଗୁଡ୍ ଗୁଡ୍, କିନ୍ତୁ ଗୋଟିଏ ଜିନିଷ ମୁଁ ଆପଣଙ୍କୁ କହୁଛି, ଏଥିପାଇଁ ଆପଣଙ୍କୁ କରିବାକୁ ପଡିବ, ଜୀବନରେ ବ୍ୟବହାର କରିବାକୁ ପଡିବ, ଅଲ୍ଟରନେଟ କିଛି ନାହିଁ। ଆଜ୍ଞା ଆମେ ନଲେଜ ସାର୍। ନେଇଗଲେ, ତାକୁ ଯଦି ବ୍ୟବହାର କରିବାନି, ନଲେଜ ନେଲେ ହେଲେ ଖୁସି ହେଇଗଲେ, କିନ୍ତୁ ବ୍ୟବହାର ନ ଆଜ୍ଞା କରି ଯଦି ଆମେ ଜୀବନରେ ସେଇ ପ୍ରକାର ଚାଲିବା, ତାହେଲେ ସେ ଖୁସିଟା ଆଉ ଖୁସି ନୁହଁ। ଆଜ୍ଞା ତେଣୁକରି ନଲେଜ ନଥିଲା, ନଲେଜ ନେଲେ ଆପଣଙ୍କୁ ଖୁସି ଲାଗୁଛି, କିନ୍ତୁ କାମ ରହିବ ନଲେଜ ନେଲା ପରେ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ତାକୁ ବ୍ୟବହାର କରିବା, ସେଟା ନିହାତି। ଆମେ ଜାଣୁଛୁ ଏଇ ଜିନିଷ ଟା ଖରାପ, ଏଇଆ କରିବନି, ଏଇଟା ଫାଷ୍ଟ ଫୁଡ ଖାଇବାନି, କିନ୍ତୁ ଖାଉଛୁ। ପର ମୁହୂର୍ତ୍ତରେ ନିଜେ ଫିଲ୍ କରୁଛୁ ଯେ ଏଇଟା ଠିକ ନୁହେଁ, କିନ୍ତୁ ସେଇଟା ଆମ ପାଇଁ କେତେ ଖରାପ, କଣ ପାଇଁ ଆମକୁ ଆମ ମାଇଣ୍ଡ ଟା ଆସୁଛି ଖରାପ ବୋଲି। ଆଉ କଣ ମାନେ ବହୁତ ଜିନିଷ ସାର୍ ଜାଣିଲି, ବହୁତ କିଛି ଶିଖିଲି ସାର୍। ମୁଁ ରିଏଲି ମୁଁ ସାର୍ ମୁଁ ଏଇଟା ମୁଁ ଗୋଟେ ସମୟରେ ଆପଣଙ୍କଠୁ ବି ଅଧିକା ମୋଟା ଥିଲି, ସାର୍ ବୁଝିଲେ। ସାର୍ ଆପଣଙ୍କଠୁ ବି କେତେ ମୋଟା ଥିଲି, ଆପଣଙ୍କୁ ଯଦି ଫଟୋ ଦେଖେଇବି ଆପଣ ଚିହ୍ନି ପାରିବେ। କିନ୍ତୁ ଏଠି ଯଦି ଆମେ ଡିସାଇଡ କରିଦବା, ମତେ ମାତ୍ର 90 ଦିନ ଲାଗିଲା ଗୋଟେ ଗୋଟେ ସ୍ଲିମ୍ ବଡି କରିବା ପାଇଁ, ମତେ 90 ଡେଜ ଲାଗିଲା। ଆଉ ତା ସହିତ ମୁଁ ଯୋଉ କଲେଜ ଟାଇମରେ ଯୋଉ ସ୍ୱପ୍ନ ଦେଖିଥିଲି, ଟିକେ ଭଲ ମସଲ ଟିକେ କରିବା ପାଇଁ, ରାଇଟ, ସେ ମସଲ ବି ମୁଁ 3 ମାସ ପ୍ଲସ୍ ଆଉ 60 ମାନେ 6 ମାସ, 9 ମାସ ଭିତରେ ମୁଁ କରିଦେଲି।
ମୁଁ ସେତିକି ପ୍ରାଉଡ ଫିଲ୍ କଲି ଯେ ମୁଁ ଡିସିସନ ନେଲି ଆଉ ନିଜକୁ ଚେଞ୍ଜ କଲି। ଆଉ ଯୋଉ ସ୍ୱପ୍ନ ଥିଲା କଲେଜ ଟାଇମରେ ସେ ସ୍ୱପ୍ନକୁ ମୁଁ ଏଇ ସମୟରେ କଲି। ଦେଖନ୍ତୁ ଆମର ଯଦି ଇଚ୍ଛା ଅଛି 100% ହବ, ବଟ୍ ଡିପେଣ୍ଡ କରୁଛି ଆମେ ଇଚ୍ଛା ଉପରେ ଆମେ କେତେ କାମ କରୁଛେ। ମୁଁ କାମ କରୁନଥିଲି, ଇଚ୍ଛା ଉପରେ ମୁଁ କାମ କରୁନଥିଲି, କିନ୍ତୁ ଯେତେବେଳେ ମୁଁ ଇଚ୍ଛା ଉପରେ କାମ କଲି ମତେ 6 ମାସ ଲାଗେ ସାରିବା ପାଇଁ। ତେଣୁକରି ସତ୍ୟ ଏହା ଯେ ଆମେ ମନରେ ଯଦି ଥରେ ଡିସାଇଡ କରିଦେଲେ ଯେ ଆମକୁ ଏ କାମ କରିବାର ଅଛି, ମୋର ସ୍ୱପ୍ନ ଏହା, ତାହେଲେ ତାକୁ କେହି ରୋକି ପାରିବେନି। ମାନେ ଆପଣଙ୍କର ଯୋଉ କାୟନାତ ଆପଣଙ୍କୁ ଆଣିକି ଆପଣଙ୍କ ହାତରେ ଦେଇଦବ। ଏଇଟା ହିଁ ସତ୍ୟ। ଓକେ, ତ ଚାଲନ୍ତୁ ଯାହା ଶିଖୁଛନ୍ତି ଜୀବନରେ ବ୍ୟବହାର କରନ୍ତୁ। ବ୍ୟବହାର କରିକି ଯଦି ଆପଣ କିଛି ରେଜଲ୍ଟ ପାଇବେ ମୁଁ ସେଇଥିରେ ଖୁସି। ଆଉ ଖାଲି ଶିଖୁଛନ୍ତି ବୋଲି କହିକି ଯଦି କହିବେ ଭଲ ଜିନିଷ, ମୁଁ ସେଥିରୁ ଖୁସି ନୁହଁ ଯୋଉ ପର୍ଯ୍ୟନ୍ତ ଆପଣ ବ୍ୟବହାର କରିବେନି ଜୀବନରେ। ରାଇଟ? ତ ମୋର ସାର୍ ଆଶା ଯେ ଆପଣ ବ୍ୟବହାର କରନ୍ତୁ। ଆଉ କିଛି ଭଲ ଜିନିଷ କୁହନ୍ତୁ। ସାର୍ ମୁଁ ଆପଣ ଯାହା କହିଥିଲେ ମୁଁ ତାକୁ ବ୍ୟବହାର କଲି, ଆଜି ଏହା ମୋର ପରିବର୍ତ୍ତନ ହେଲା। ସାର୍ ଏହା ମୁଁ ଆଜି ଏହା ମୋର ଭଲ ହେଇଛି, ସେତେବେଳେ ମୁଁ ଖୁସି ହେବି। ସମୀର ସାର୍ ଆପଣଙ୍କର ଲାଷ୍ଟ, ତାପରେ ଆମେ ଏଞ୍ଜେଲ ବ୍ଲେସିଂ ନେବା। ବାକି କାଲି ଆଉ ଯୋଉମାନେ ରହିବେ କାଲି ପଚାରିବା। ଓକେ ସାର୍ ସାର୍ ବହୁତ ବଢିଆ କୁହନ୍ତୁ ଲାଗିଲା ଆଜିର କ୍ଲାସ କେମିତି ଲାଗିଲା? ସାର୍ ବହୁତ ବଢିଆ ଲାଗିଲା ସାର୍। ନା ଏମିତି ଗୋଟେ ୱାର୍ଡରେ କହିଲେ ହବନି। ସାର୍ ସାର୍ ଡେଲି ମୁଁ ମର୍ଣ୍ଣିଂରେ ଆମ ବାଡିଆରେ ଫୁଲ ଗଛ ଅଛି, ଫୁଲ ଗଛକୁ ଡେଲି ପ୍ରେୟାର କରେ। ଡେଲି ପ୍ରେୟାର କଲେ ମୋର ଫୁଲ ଯେମିତି ଫୁଟି ନଥାଏ, ଫୁଲ ବେଶୀ ବେଶୀ ଫୁଟେ ଡେଲି। ୱା, ଏଇଟା ଦେବର ଏଇଟା ସହ ଏଇଟା ଏକ୍ସାକ୍ଟ ପ୍ରେୟାର ଜିନିଷ, କରେ ବଢିଆ ଜିନିଷ କହିଲେ। ମୁଁ ଡେଲି ରାଇଟ? ପ୍ରେୟାର କରେ ଆଜ୍ଞା। ହଁ ହଁ, ଏଇଟା କରିବା ଦରକାର। ହଁ ଆଜ୍ଞା। ଆପଣ ଗଛ ସହିତ ଗୋଟେ ମାନେ ଗ୍ରାଟିଟ୍ୟୁଡ ଦେଲେ ସେ ଖୁସି ହେଇକି ଆପଣଙ୍କୁ ଫୁଲ ଦେଲା। ହଁ ଆପଣ ହଁ ବିଲିଭ ବହୁତ କରିବେନି, ଜଲ୍ଦି ଗୋଟେ ଦୀପପୁଞ୍ଜ ଲେମନ ଅଛି, ଯେମିତି ସେ ଦୀପପୁଞ୍ଜ ହଁ ନାଁଟା ଆଜ୍ଞା। ମୁଁ ସ୍କିପ୍ କରିଯାଉଛି। ସେଠି ଗଛକୁ ଲୋକ ଆସିକି ଗାଳି କରିବେ, ଗଛଟି କାଲି ତା ପରଦିନ ମରିଯାଏ। ହଁ ତାର ବହିରେ ବି ଅଛି, ସେ ବହିଟା ବି ମୁଁ ରିକଲ କରିପାରୁନି ସଡନ। ସେ ବହିରେ ଲେଖା ହଁ ହେଇଛି ଯଦି ଗୋଟେ ଗଛକୁ ସେମାନେ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି, ତାହେଲେ ତାକୁ ପ୍ରଥମେ ହାଣୁ ନାହାନ୍ତି। ସେମାନେ ଯାଇକିରି ସେ ହଁ ଗଛକୁ ଗାଳି କରୁଛନ୍ତି, ତା ପରଦିନ ସେ ଗଛଟି ମରିଯାଉଛି। ତାପରେ ହଁ ତାକୁ ସାର୍ ମଲା ପରେ ତାକୁ ବ୍ୟବହାର କରନ୍ତି। ଦେଖୁଛନ୍ତି ତ କେତେ ପାୱାର ଆମ ମୁହଁରେ, ଆମ ହ୍ୟାଲୋ ଭଏସ ରେ କେତେ ପାୱାର ଅଛି। ହଁ ସାର୍। ହଁ ସାର୍। ଆଉ କଣ କୁହନ୍ତୁ? ଗଛକୁ ଆପଣ କହିଲେ ଗଛ ଫୁଲ ଦେଲା, ଆଉ କଣ ଭଲ ଜିନିଷ କୁହନ୍ତୁ? ସାର୍ ଲେମ୍ବୁ ବି ଦଉଛି ମତେ ସାର୍। ଲେମ୍ବୁ ହଉନଥିଲା ଗଛରେ, ଲେମ୍ବୁ ଯୋଉ ଦିନ ପ୍ରେୟାର କଲି ଲେମ୍ବୁ ଫଳିଯିବ। ଲେମ୍ବୁ ଗଛକୁ କହିବେ ମୁଁ ବହୁତ ଭଲ ପାଉଛି। ତମେ ହଁ ଯୋଉ ସାର୍ ଲେମ୍ବୁ ସେମିତି ମତେ କହିବ। ଦଉଛ ମୁଁ ସେଥିରେ ବହୁତ ହଁ ଖୁସି। ଆଉ ହଁ ଲେମ୍ବୁ ପ୍ରଚୁର ପରିମାଣରେ ଆସୁଛି। ମୁଁ ଲୋକଙ୍କୁ ହଁ ସାର୍। ଲୋକଙ୍କୁ ମୁଁ ଲେମ୍ବୁ ପ୍ରଦାନ କରୁଛି। ଯୋଉ ଲୋକ ବି ହଁ ନଉଛନ୍ତି ସେମାନେ ବି ବହୁତ ଖୁସି ଅନୁଭବ କରୁଛନ୍ତି। ଦେଖନ୍ତୁ ହଁ ହଁ ସାର୍। ଆପଣଙ୍କର ଗଛର ଲେମ୍ବୁ ପରିମାଣ ବଢିଯିବ ଏବେ। ହଁ ସାର୍ ବଢୁଛି ଏଇଟା। ବଢୁଛି? ବଢିଛି ଏଇଟା ହଁ ସାର୍। ଯେଉଁ ଲେମ୍ବୁ ଇଏ ଗଛ ହିଁ ଲେମ୍ବୁ ମ୍ୟାଜିକ। ହଉନଥିଲା, ସେ ଲେମ୍ବୁ ଗଛ ଏବେ ତାର *10% ଅଧିକା ବଢିଛି। ବଢିବ, ବହୁତ ଆପଣ ବଢିଛି। ଯେତେ ଗ୍ରାଟିଟ୍ୟୁଡ ଦେବେ ନା ତାକୁ, ହଁ ସାର୍। ଦେଖିବେ ସେ ଆପଣଙ୍କୁ ସେତେ ଆପଣଙ୍କୁ ରିପ୍ଲାଏ ଦବ। ନାଇଁ ସାର୍ ଏବେ ଗୋଟେ ନଡିଆ ଗଛ ଅଛି, ନଡିଆ ଗଛ ଗୋଟେ ଡେଲି ପ୍ରେୟାର କରୁଛି, ସେଠି ନ ଆମର ଫୁଲ ନ ଷ୍ଟାର୍ଟ ହେଇଗଲା। ନଡିଆ ଗଛକୁ ସେଠି ବି ପ୍ରେ କରୁଛନ୍ତି ନଡିଆ ଦେବା ପାଇଁ, ହଁ ସାର୍ ଫୁଲ ଫୁଟିବାଟା ଆରମ୍ଭ ହେଇଗଲା ସାର୍। ବହୁତ ଏ ସୁନ୍ଦର, 10 days ବହୁତ ଭିତରେ ସୁନ୍ଦର। ବହୁତ ମଜା ଆସିଗଲା। ରଘୁନାଥ ଡେଲି ସାର୍ ସାର୍ ତ ବହୁତ ଖୁସି ମୁଁ ଲାଗୁଛି। ଡେଲି ମୁଁ ଯାଏ ମର୍ଣ୍ଣିଂରେ ଡେଲି ପ୍ରେୟାର କରେ ଗଛ। ଏଗୁଟା କଣ ନା, ଓଟା ଯୋଉମାନେ ଜାଣିନାହାନ୍ତି ସେମାନଙ୍କୁ ଯଦି କହିବେ ନା, ସେମାନେ ପାଗଳ ବୋଲି ଭାବିବେ। ହଁ କେହି ବିଶ୍ୱାସ କରିବେନି ସାର୍। ହଁ ଆପଣ ମତେ କହୁଛନ୍ତି ମୁଁ ଖୁସି ହଉଛି, କାହିଁକି ନା ମୁଁ ହଁ ସାର୍। ଜାଣିଛି ଏଇଟା ସତ୍ୟ। ହଁ 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 କିନ୍ତୁ ଆପଣ ଆଖପାଖ ଲୋକଙ୍କୁ ଯଦି କହିବେ ନା, ସେ କହିବେ ଏଇଟା ପାଗଳାଟେ। ସାର୍ ମୁଁ କାହାକୁ କହେନି ସାର୍। ନିଜେ ଅନୁଭବ ହଁ, କରୁଛି, କାହାକୁ ତ କହେନି ଆମେ ସାର୍। କାହାକୁ କହିବା କିଛି ଦରକାର ନାହିଁ ସାର୍। ହଁ କେହି କଣ ବିଶ୍ୱାସ ବି ଦରକାର କରିବେନି। କହୁନାହାନ୍ତି? ହଁ 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 ସାର୍। ଆମେ ଯୋଉ କାମ କରିଲେ ଆମକୁ ରେଜଲ୍ଟ ହଁ ମିଳୁଛି ଆମେ ଦେଖିପାରୁଛେ। ଆଉ ଯଦି ହଁ ଭାବୁଛେ, ସାର୍। ଯଦି ଏ କଥା ଯଦି ଅନ୍ୟ କାହାକୁ କହିବେ ସେମାନେ ପାଗଳ ଆମକୁ କହିବେ, କହିବା କଣ ହଁ ଦରକାର ହଁ ହଁ କହୁନାହାନ୍ତି? ସାର୍। ହଁ 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 ସାର୍। ଠିକ ଅଛି ସାର୍। ଆମେ ଭୋକିଲା କୁକୁରକୁ କାମୁଡିବା କିଛି ଆବଶ୍ୟକ ଅଛି କି? ନାଇଁ ନାଇଁ। ସେମାନେ କରୁଛନ୍ତି କରିଦିଅନ୍ତୁ, ଆମ ବାଟରେ ପଳେଇଯିବା। ହଁ ସାର୍ କାଲି ରାତିରେ ଗୋଟେ ସ୍ୱପ୍ନ ଦେଖିଲି, ଖାଲି ପଇସା ଖାଲି ଖାଲି ଗଣୁଛି ବହୁତ ପଇସା। ଏସବ କଣ ଟଙ୍କା ପଇସା ବହୁତ ଗଣୁଛି। ଗୋଟେ ଲୋକ ମାନେ ଆସିକି ମତେ ଦଉଛି ପଇସା ବଢୁ ଗଣିଲା ମାନେ ବେଳକୁ। ଆପଣଙ୍କର ଟଙ୍କା ପଇସା ଆକର୍ଷଣ ଆପଣ କରୁଛନ୍ତି ନା ପଡୁଛି? ହଁ ସାର୍। ହଁ ସାର୍ ବହୁତ ଗୋଟେ ଲୋକ ବଢିଆ ଆସିକି ଜିନିଷ। ମତେ
ଦାସି ପଇସା ଦାସି ଦଉଛନ୍ତି ସେ ଆପଣ ଆସିକି। ଏଞ୍ଜେଲ କୁ ପଚାରନ୍ତୁ କି କାହିଁକି ହଁ ସାର୍। ଏଇ ସ୍ୱପ୍ନ ଆସିଲା, ଏହାର ମାନେ ତ କଣ? ସେଇଟା ୟା- ସାର୍ ହୁଁ ପଇସାଟା ଲାଗି ଗୋଟେ ପଇସା ପାଇଁ ଡେଲି ପ୍ରେୟାର କରୁଛି ତ। ବହୁତ ବଢିଆ। ଆପଣ ହଁ ମାନେ ଜାଣିଛନ୍ତି ନା, ହଁ ସାର୍। ପ୍ରୋବ୍ଲେମ ହଉଛି କଣ ନା, ଆପଣ ପଇସାକୁ କେହି ସମ୍ମାନ ଦଉନାହାନ୍ତି। ହଁ ସାର୍। ହଁ ଆପଣ ଆପଣ ଭାବୁଛନ୍ତି ଯେ ଆମେ ପଇସାକୁ ସମ୍ମାନ ଦଉଛୁ, କେହି ଦଉନାହାନ୍ତି। ହଁ ସାର୍। କେବେ କହିଛନ୍ତି ପଇସାକୁ ଧରି ଆଇ ଲଭ୍ ୟୁ ମନି, ଆଇ ଲଭ୍ ୟୁ ନାଇଁ ମନି ସାର୍, କେବେ ନାଇଁ ନାଇଁ କହିଛନ୍ତି? ନାଇଁ ସାର୍, ଏଟିଏମ ରୁ ଯେତେବେଳେ ପଇସା ବାହାର କରୁଛନ୍ତି କେବେ କହୁଛନ୍ତି ଥ୍ୟାଙ୍କ ୟୁ? ନାଇଁ ସାର୍। କେବେ କହୁନାହାନ୍ତି। ହଁ ଆପଣ ଦେଖନ୍ତୁ, ଲୋକେ କହୁଛନ୍ତି ଯୋଉମାନେ ପରିଶ୍ରମ କରୁଛନ୍ତି ସେମାନେ ପଇସା ରୋଜଗାର କରୁଛନ୍ତି, ମୁଁ କହୁଛି ଭୁଲ। ହଁ ସାର୍। ମୁଁ କହୁଛି ଭୁଲ। ଦେଖନ୍ତୁ, ରାସ୍ତାଘାଟରେ ପରିବା ଦୋକାନୀ, ଫଳ ଦୋକାନୀ ଦିନ ରାତି ପରିଶ୍ରମ କରୁଛନ୍ତି। ତାଙ୍କ ପାଖରେ ଦେଖିବେ ବୁଜୁଳା ବୁଜୁଳା ଟଙ୍କା ଥିବ, ରାଇଟ? ଯିଏ ଯାହା ଦେଲା ପଇସା ପକଉଥିବେ, ଅଇଁଠା ହାତରେ ପକେଇ ଦଉଥିବେ। ଟିଫିନ ଦୋକାନ ଯା ଦେଖିବେ ଅଇଁଠା ହାତରେ ଧରି ଦଉଥିବେ, ଖାଇବା ଜିନିଷ ଧରିକି ପକେଇ ଦଉଥିବେ, ରାଇଟ? ତାଙ୍କୁ ସଜାଡିକି ପଇସା ରଖୁନଥିବେ, ସେ ପେଟି ଭିତରେ ପକେଇ ଦଉଥିବେ। ପଇସାକୁ ସେମାନେ ସମ୍ମାନ ଦଉନାହାନ୍ତି। ସେମାନେ କେତେ ରୋଜଗାର କଲେ ବି ସେମାନଙ୍କ ପାଖରେ ପଇସା ରହିବନି। କାହିଁକି ନା ସେମାନେ ପଇସାକୁ କେବେ ସମ୍ମାନ ଦଉନାହାନ୍ତି, କିନ୍ତୁ ରୋଜଗାର ଭଲ କରୁଛନ୍ତି। ପଇସା ରଖିପାରିବେନି। ଯୋଉ ପର୍ଯ୍ୟନ୍ତ ଆମେ ସାମ୍ନା ଲୋକକୁ ସମ୍ମାନ ଦଉନାହାନ୍ତି, ସେ ପର୍ଯ୍ୟନ୍ତ ଆପଣ ପଇସାକୁ ରଖିପାରିବେନି। ପଇସା ଏଟିଏମ ରୁ ଉଠଉଛନ୍ତି, ଥ୍ୟାଙ୍କ ୟୁ ବୋଲି କୁହନ୍ତୁ ଏଟିଏମ କୁ। ସେ ପଇସାକୁ ଧରିକି ଗୋଟେ କିସ୍ କରନ୍ତୁ, ଯେ ଆଜି ଆପଣଙ୍କ ପାଇଁ ମୁଁ ପଇସା ପାଇଲି। ପଇସାର ବି ଗୋଟେ ଏନର୍ଜି ଅଛି, ପଇସା ସହିତ କଥା ହୁଅନ୍ତୁ। ଆପଣ ଆପଣ ପର୍ସ ଟାକୁ ଏମିତି ଅବସ୍ଥାରେ ରଖିଥିବେ, ଚିରା ଫଟା କାଗଜ ଏଣେ ତେଣେ ସବୁ ଜିନିଷ ତା ଭିତରେ ପକେଇ ସେ ପୁରା ପେଟୁଆ କରି ରଖିଥିବେ। କଣ ସମ୍ମାନ ଦଉଛନ୍ତି ଆପଣ ପଇସାକୁ? ପଇସା ଯଦି ପର୍ସ ରଖୁଛନ୍ତି, ପର୍ସ ରେ କେବଳ ପଇସା ହିଁ ରହିବ, ଅନ୍ୟ କିଛି ରହିବନି। ଅନ୍ୟ କିଛି ରହିବାକୁ ହବନି, କେବଳ ପଇସା ପର୍ସ ରହିବ। ଏମିତି କି ଆପଣଙ୍କର ନିଜର ଫଟୋ ବି ରଖିପାରିବେ ନାହିଁ। ଆଉ ପର୍ସକୁ ସବୁବେଳେ କ୍ଲିନ କରି ରଖନ୍ତୁ। ସବୁବେଳେ କ୍ଲିନ କରି ରଖନ୍ତୁ। ପର୍ସ ଭିତରେ ଆପଣ ଏ ବିଲ୍ ସେ ବିଲ୍, ଏ କାଗଜ ସେ କନା, ଯାହା ମିଳିଲା ପର୍ସରେ ଠୁଙ୍କୁଛନ୍ତି। ଆପଣ ନିଜେ କୁହନ୍ତୁ, ଆପଣ ନିଜେ କୁହନ୍ତୁ, ଆପଣଙ୍କ ଘର ଟା ଯଦି ଅସନା ହେଇକି ଥିବ, ଆପଣ ବସେଇଲି କହିବେ ଘର ଭିତରେ ଆପଣ ବସି ପାରିବେ? ଅସନା ହେଇକି ଥିବ, ବସିବା ପାଇଁ ଆପଣଙ୍କୁ ଭଲ ଲାଗିବ? ତାହେଲେ ଯଦି ପର୍ସ ଟା ଆପଣଙ୍କର ଖରାପ ହେଇକି ଥିବ, ଫାଟିକିରି ଥିବ, ଏଣେ ତେଣେ କାଗଜ ଥିବ, ତାହେଲେ ଟଙ୍କା କାହିଁକି ସେ ଭିତରେ ରହିବ? ସିଏ ବି ତ ରୁନ୍ଦୁ ରୁନ୍ଦା ହେଇଯାଉଛନ୍ତି ନା ତା ଭିତରେ ପଇସା ବି। ତେଣୁ ଓଟା ସବୁ ବହୁତ ମାନେ କଣ, ବହୁତ ଇଏ ଗୋଟେ ଛୋଟିଆ ନଲେଜ। ୟାକୁ କେହି ବି କଭର ଅପ୍ କରୁନାହାନ୍ତି। କେହି କରୁନାହାନ୍ତି। ପର୍ସ ଥିବ, ଫଟା ଥିବ, କଣା ଥିବ, ଅସନା ହେଇକି ଥିବ, ବ୍ୟବହାର ଚାଲିଥିବ। ତାପରେ ଆପଣ ସାଧାରଣତଃ ଯୋଉ ଫ୍ଲିପ କଭର ଯାହା ବି ଧରନ୍ତି, ସେ ଫ୍ଲିପ କଭର ଅବସ୍ଥା କିଛି ନଥିବ। କୁଆଡେ ଫେଡା ହେଇଥିବ, କୁଆଡେ ଚିରି ହେଇଥିବ, ସେ କୁଆଡେ କଲର ହେଇକି ଥିବ। ସେଇଥିରେ ନା ସବୁ ନେଗେଟିଭ ଏନର୍ଜି ଅବଜର୍ଭ ହେଇକି ଥିବ। ତାକୁ ଆପଣ ଶରୀର ସହିତ ଟଚ କରୁଛନ୍ତି, କଣ ହବ? କଣ ହବ ସେଟା? ସେଇ ଏନର୍ଜି ଆପଣ ଯୁଆଡେ ଯୁଆଡେ ବୁଲୁଛନ୍ତି, ସେ ପର୍ସ ହଉ କି ସେ ମୋବାଇଲ କଭର ହଉ, ସେ ଅବଜର୍ଭ କରି ରଖିଥିବ। ଆପଣ ଯାଉଛନ୍ତି ଫ୍ରିରେ ବାହାରୁ ନେଗେଟିଭ ଏନର୍ଜି ଆଣି ଘର ଭିତରେ ପୁରଉଛନ୍ତି। ଘର ଭିତରେ କଳି କଜିଆ ହେବାଟା ଥୟ। ତାକୁ କେହି ରୋକି ପାରିବେନି, କେହି ରୋକି ପାରିବେନି। ତ ତାର ବି ପାଠ୍ୟକ୍ରମ ଅଛି ଯେ ପଇସାର କେମିତି, ଗୋଟେ ପଇସାର ବି କେମିତି ଏନର୍ଜି ଅଛି, ତାକୁ କିପରି ଆମେ ଗ୍ରାଟିଟ୍ୟୁଡ ଦେବା, କିପରି ଆମ ଜୀବନରେ ତାକୁ ୱେଲକମ କରିବା, ତା ବି ଗୋଟେ ଲମ୍ବା ପାଠ। ରାଇଟ? ସମୟ ମିଳିଲେ ନିଶ୍ଚୟ ଆପଣଙ୍କ ସହିତ ସେୟାର କରିବି। କୁହ ମନିକାନ୍ତ, ଲାଷ୍ଟ କ୍ୱେଶ୍ଚିନ୍ ନେଇଯିବା, ଏଞ୍ଜେଲ ବ୍ଲେସିଂ ନେଇଯିବା, 10ଟା ପାଖେଇଲାଣି। ସାର୍ ମୁଁ ୱାଲେଟ ରେ ବାପା ମାଙ୍କ ଫଟୋ ରଖିଛି। କାହା ଫଟୋ ରହିବନି, ୱାଲେଟ ଭିତରେ କାହାରି ଫଟୋ ରହିବନି। ରାଇଟ? କୋଉ କାହା ଆଉ ଭିଜିଟିଂ ଯୋଉ କାର୍ଡ ବି ଆମର ରହିବନି। ମୋର ଯାହା କ୍ରେଡିଟ କାର୍ଡ, ଏଟିଏମ କାର୍ଡ ଯାହା ଅଛି, ଆଉ ବାପା ମା ଫଟୋ, ଆଉ ଯୋଉ ଆମର ହନୁମାନ ର ଗୋଟେ ଯୋଉ ପଞ୍ଚଭୁଜ ମୁଣ୍ଡ ଥାଇକି ସେଇ ଗୋଟେ ଫଟୋ ଅଛି। ଫଟୋ ଠାକୁରଙ୍କ ରଖିଲେ ଚଳିବ, ଏଞ୍ଜେଲଙ୍କ ଫଟୋ ରଖିଲେ ଚଳିବ, କିନ୍ତୁ ଲିମିଟ। ଓକେ?
ସବୁ ଏ ଫଟୋ ସେ ଫଟୋ କରିକିରି ମାନେ ପର୍ସ ଟାକୁ ଅଣନିଶ୍ୱାସ କରିବା ଦରକାର ନାହିଁ କିଛି। ପର୍ସ ଟା କ୍ଲିନ ରହିବା ଦରକାର। ପର୍ସ ଟା କେବଳ ପଇସା ପାଇଁ ହେଇଛି, ଆଉ କାହା ପାଇଁ ନାହିଁ। ଚିରା ଫଟା ହେଇଛି ତୁରନ୍ତ ଫୋପାଡ଼ନ୍ତୁ, ନୂଆ ନୂଆ ପର୍ସ ଆଣି ପାଖର। କିଛି ଦରକାର ନାହିଁ ଚିରା ଫଟା ଧରିବା। କଣ ଆପଣ ଲୋକଙ୍କୁ ପ୍ରୁଭ ସାର୍ କରିବେ? ଏଇଟା ମୁଁ ସାର୍ ଏଇଟା ତ ମୁଁ ଆଗରୁ ଜାଣିଥିଲି, ଚିରା ଜିନିଷ ମାନେ ଫାଟି ଯାଇଥିବା ମିରର ଏସବୁ ଦେଖିବାର ହିଁ ନାହିଁ। ଚାଲନ୍ତୁ ଆଉ କିଛି। ନା ସାର୍। ଥ୍ୟାଙ୍କ ୟୁ। କାଲି ମିଶିବା ପୁଣି ସନ୍ଧ୍ୟା 7ଟାରେ। ହୁଁ। ଯଦି କାହାର କିଛି କଥା ବି ଅଛି ଫୋନ କରିକି କଲ୍ କରନ୍ତୁ, କିଛି ଅସୁବିଧା ନାହିଁ, କଥା ହେବି। ଜୟ ଜଗନ୍ନାଥ, ନମସ୍କାର, ଶୁଭରାତ୍ରି, ଏଞ୍ଜେଲ ୱିଶ। ଥ୍ୟାଙ୍କ ୟୁ।